ଖୁସି ଅଛି କହିଲେ ସାର୍ ଦେଖୁନ ଏଇ ସମାଜର କିଛି ଏ, ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରିଥିଲି ଏ, ଏବଂ କଲି ମଧ୍ୟ ଆଉ ପିଲାମାନଙ୍କୁ ପାଠଶାଠ ପଢ଼ଉଛି ନାଚ ଗୀତ ଶିଖଉଛି ସେ ପଦ୍ମଶ୍ରୀ ସମ୍ମାନଟା ଖୁବ ଭଲ ଲାଗୁଛି ମାନେ ନିଃସ୍ୱାର୍ଥ ଭାବରେ ମୁଁ କାମ କରିଥିବାରୁ ଆଜି ତାର ମୂଲ୍ୟ ପାଉଛି ସେଇଥିପାଇଁ ମୁଁ ବାଧ୍ୟ ଖୁସି ହଉଛି ମୋ ନାଁଟା ଚରଣ ହେଉ କେତେ ଖୁସି ଅଛନ୍ତି ଆଜି ଯୋଉ ଆପଣ ପାଇଲେ ପଦ୍ମଶ୍ରୀ? ଆଜ୍ଞା ଆପଣଙ୍କ ନାଁଟା ମନୋନୀତ ହେଇଛି ଯୋଉ ପଦ୍ମଶ୍ରୀ ଆୱାର୍ଡରେ କେତେ ଖୁସି ଅଛନ୍ତି? ମୁଁ ଖୁସି ଅଛି କହିଲେ ସାର୍ ଦେଖୁନ ଏଇ ସମାଜର କିଛି ଏ, ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରିଥିଲି ଏ, ଏବଂ କଲି ମଧ୍ୟ ଆଉ ପିଲାମାନଙ୍କୁ ପାଠଶାଠ ପଢ଼ଉଛି ନାଚ ଗୀତ ଶିଖଉଛି ଫଳରେ ଲୋକମାନେ ମୋତେ ବହୁତ ପ୍ରଶଂସା କଲେ ସମ୍ମାନିତ କଲେ ବିଭିନ୍ନ ଜାଗାରେ ଏପର୍ଯ୍ୟନ୍ତ ମୋର ସମ୍ମାନିତ କାର୍ଯ୍ୟପତ୍ର ଗୁଡ଼ାକ ଢେର ରହିଛି ମାନେ 70 ପିସ୍ ଅଛି ଆପଣ ଦେଖିବେ ଏଠି ମୋ ସାମ୍ନାରେ ରଖିଛି ଆଉ ତାଠାରୁ ସେ ପଦ୍ମଶ୍ରୀ ସମ୍ମାନଟା ଖୁବ ଭଲ ଲାଗୁଛି ମାନେ ନିଃସ୍ୱାର୍ଥ ଭାବରେ ମୁଁ କାମ କରିଥିବାରୁ ଆଜି ତାର ମୂଲ୍ୟ ପାଉଛି ସେଇଥିପାଇଁ ମୁଁ ବାଧ୍ୟ ଖୁସି ହଉଛି ଆମ ପରିବାର ସାରା ଖୁସି ହଉଛି। କଣ କଣ ସବୁ ବହି ଲେଖିଛନ୍ତି? କେତେ ବହି ଲେଖିଛନ୍ତି? ମୁଁ ଲେଖିଛି ଆପଣଙ୍କର ସିରିଜରେ ନା ସରି ପତାଳ 70 ସୃଷ୍ଟିର ସତ୍ୟତା ଭଞ୍ଜ ମିଳି 1949 ସେ ଗୁଣ୍ଡୁରିଆ ବିପ୍ଳବ ଯୋଉ ତାପରେ ଆପଣଙ୍କର ଛୋଟ ଛୋଟ ସେ ଯୋଉ ପତ୍ର ପତ୍ରିକାରେ ଯିଏ ମତେ ମାଗିଲା ମୁଁ ତାକୁ ହିଁ ଦିଏ ଆପଣ ମାନେ ଲକ୍ଷ୍ୟ କରୁଥିବେ ଏଇ ସେ ହାଇସ୍କୁଲ ମ୍ୟାଗାଜିନରେ ବି ମୁଁ ଦିଏ କଲେଜ ମ୍ୟାଗାଜିନରେ ବି ମୋର ନିହାତି ଗୋଟେ କିଛି ଥିବ। ଆଚ୍ଛା ଆଉ ଯେମିତି ଆପଣଙ୍କ ଆଗକୁ କେତେ ଦିନ ଧରି କାମ କରୁଛନ୍ତି ସାହିତ୍ୟ କ୍ଷେତ୍ରରେ? ସାହିତ୍ୟ କ୍ଷେତ୍ରରେ ମୁଁ ବହୁତ କାମ କରିଛି ଆଜ୍ଞା 90 ରୁ ଅନବରତ କାମ କରୁଛି ନିଃସ୍ୱାର୍ଥ ଭାବରେ ଆଉ